जनशलाकया चक्षुरोन्मिलितं येन तस्मै श्रीगुरवे नमः। नमो विष्णुपादाय कृष्णपृष्ठाय भूतले श्रीमते भक्तिवेदान्त स्वामिने इति नामिने। नमस्ते सारस्वती देवे गौरवाणी प्रचारिणे निर्विशेषा शून्यवादी पाश्चात्य देशतारिणे। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि श्री गौर भक्त वृंद। हरे कृष्ण 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 हरे हरे, हरे राम 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 हरे हरे। मुकं करोति वाचालं पंगुलं भयते यत्कृपा तमहं वन्दे परमानंद माधव गुरु दिनतारिणम श्री चैतन्य स्वरूप। तो आमे माने कौन द्वितीय श्लोक पढ़ुଥିଲେ राजविद्या राजगुह्यम पवित्रम इदमोत्तमम प्रत्यक्षम अवगमम धर्म्यम सुसुखम कर्तुम अव्ययम पाठ इतलाटा ना हेई नाजी हब। हाँ, अच्छा एटाई এই জ্ঞাନ ରାଜବିଦ୍ୟା ଅଟେ, ଅତ୍ୟନ୍ତ ଗୁହ୍ୟତମ ଜ୍ଞାନ ଅଟେ। ଏହା ଏହା ଅତ୍ୟନ୍ତ ବିଶୁଦ୍ଧ, ଏହା ଅତ୍ୟନ୍ତ ବିଶୁଦ୍ଧ ଜ୍ଞାନ ଅଟେ। ଏହା ଧର୍ମର ପରିପୂର୍ଣ୍ଣତା ଅଟେ, କାରଣ ଏହା ପ୍ରତ୍ୟକ୍ଷ ଆତ୍ମାନୁଭୂତି ପ୍ରଦାନ କରେ। ପ୍ରତ୍ୟକ୍ଷ ଅବଗମ ଏହା ଶାଶ୍ୱତ ଓ ଅତ୍ୟନ୍ତ ଆନନ୍ଦରେ ଏହାକୁ ଆଚରଣ କରାଯାଏ। ଏଠି ଅନେକ ଗୁଡେ ବିଶେଷଣ ବ୍ୟବହାର କରାଯାଇଛି। କହୁଛି ଯେ এই ଅଧ୍ୟାୟରେ ଯୋଉ କଥା କୁହାଯିବ ରାଜବିଦ୍ୟା, ଏଇଟା ହଉଛି ରାଜବିଦ୍ୟା ମାନେ ସବୁଠୁ ଶ୍ରେଷ୍ଠ ବିଦ୍ୟା। ରାଜଗୁହ୍ୟମ ଏଇଟା ହଉଛି ଗୁପ୍ତ ବିଦ୍ୟା। ରାଜଗୁହ୍ୟମ ମାନେ ଗୁପ୍ତ ବିଦ୍ୟାର ମଧ୍ୟ ରାଜା, ରାଜ ବିଦ୍ୟାର ମଧ୍ୟ ଶ୍ରେଷ୍ଠ ଆଉ ଗୁପ୍ତ ବିଦ୍ୟାର ମଧ୍ୟ ଶ୍ରେଷ୍ଠ। ପବିତ୍ରମ ଇଦମ ଉତ୍ତମମ, ଇଏ ହଉଛି ଅତ୍ୟନ୍ତ ପବିତ୍ର ଅର୍ଥାତ ବିଶୁଦ୍ଧ ଜ୍ଞାନ। ଇଦମ ଏହା ହଉଛି ଉତ୍ତମମ, ଉତ୍ତମ ଖୁବ ଉତ୍ତମ ଜ୍ଞାନ। ପ୍ରତ୍ୟକ୍ଷମ ଅବଗମମ, ପ୍ରତ୍ୟକ୍ଷ ଆତ୍ମାନୁଭୂତି ପ୍ରଦାନ କରେ, ପ୍ରତ୍ୟକ୍ଷ ଭାବରେ ଅନୁଭୂତ ହୁଏ ଭକ୍ତି। ଧର୍ମ୍ୟମ, ଧର୍ମର ପରିପୂର୍ଣ୍ଣତା ହଉଛି ଏଇଟା, ଏଇ ଜ୍ଞାନଟା ହଉଛି। ସୁସୁଖମ କର୍ତ୍ତୁମ, ଏଇଟା କରିବା ପାଇଁ କି ଖୁବ ସୁଖକର ଆନନ୍ଦଦାୟକ। ଆଉ ଅବ୍ୟୟମ ଅର୍ଥାତ ନିତ୍ୟ ଶାଶ୍ୱତ। ଏଇ ଅଧ୍ୟାୟରେ ଯୋଉ ଜ୍ଞାନ ଦିଆଯିବ ତାର କେତେ ଗୁଡେ ସଦ୍ଗୁଣାବଳୀ ଏ ଦ୍ୱିତୀୟ ଶ୍ଲୋକରେ ଭଗବାନ କହିଲେ। କାହିଁକି ନା ଏର ଆଗର ଶ୍ଲୋକରେ ଭଗବାନ କହିଛନ୍ତି ଯେ ଗୁଜ୍ଜତମମ ପ୍ରବକ୍ଷ୍ୟାମି ଅନସୂୟବେ, ଗୁଜ୍ଜତମ ଜ୍ଞାନ। ଆଉ ଯୋଉମାନଙ୍କର ଅସୂୟା ନାହିଁ, ଭଗବାନ ପ୍ରତି ଈର୍ଷା ନାହିଁ, ସେମାନେ ହିଁ ବୁଝିପାରିବେ। ତାପରେ ଏ ଜ୍ଞାନର ଗୌରବ ମହିମା ବର୍ଣ୍ଣନା କରି ଭଗବାନ କହୁଛନ୍ତି ବିଦ୍ୟାର ମଧ୍ୟ ରାଜା, ରାଜଗୁହ୍ୟ, ଗୁହ୍ୟ ଗୁପ୍ତ ବିଦ୍ୟାର ମଧ୍ୟ ରାଜା, ପବିତ୍ର, ଉତ୍ତମ, ପ୍ରତ୍ୟକ୍ଷ ଭାବେ ଅନୁଭୂତ, ଧର୍ମର ପରିପୂର୍ଣ୍ଣତା, ସୁଖକର ଏବଂ ନିତ୍ୟ ବା ଶାଶ୍ୱତ ଜ୍ଞାନ। ଭଗବତ ଗୀତାର ଏଇ ଅଧ୍ୟାୟକୁ ରାଜବିଦ୍ୟା କୁହାଯାଏ, କାରଣ ପୂର୍ବରୁ କୁହାଯାଇଥିବା ସମସ୍ତ ଦର୍ଶନ ତଥ୍ୟାବଳୀର ଏଇଟା ହଉଛି ସାର କଥା।
ଆଗରୁ ଯାହା କିଛି କୁହାଯାଇଛି ତାର ସାର କଥା ଏଠି କୁହାଯାଇଛି। ତ ଭାରତରେ 7 ଜଣ ମୁଖ୍ୟ ଦାର୍ଶନିକ ଅଛନ୍ତି। ଗୌତମ, କନାଦ, କପିଲ, ଯାଜ୍ଞବଲ୍ଲ୍ୟ, ଶାଣ୍ଡିଲ୍ୟ, ବୈଶ୍ୱାନର ଓ ଶେଷରେ ବେଦାନ୍ତ ସୂତ୍ର ପ୍ରଣେତା ବ୍ୟାସଦେବ। ତେଣୁ ଦର୍ଶନ ବିଦ୍ୟା କିମ୍ବା ଦିବ୍ୟ ଜ୍ଞାନ କ୍ଷେତ୍ରରେ ଜ୍ଞାନର ଅଭାବ ନାହିଁ। ଏମାନେ ସବୁ ବିଭିନ୍ନ ପ୍ରକାର ଦର୍ଶନ। ଆମର ଭାରତରେ 9ଟା ଦର୍ଶନ ରହିଛି। 3ଟା ନାସ୍ତିକ, 6ଟା ଆସ୍ତିକ। ଏଠି ପ୍ରଭୁପାଦ 7 ଜଣ ଗୌତମ, କର୍ଣ୍ଣାଦ, କପିଲ, ବୈଶ୍ୱାନର, ବ୍ୟାସଦେବ, ଉତ୍ତର ମୀମାଂସା, ପୂର୍ବ ମୀମାଂସା ଏସବୁ ରହିଛି। ହଁ, 6ଟା। ହଁ, 6ଟା आस्तिक शास्त्र বা आस्तिक दर्शन। ତେଣୁ ଦର୍ଶନ ବିଦ୍ୟା କିମ୍ବା ଦିବ୍ୟ ଜ୍ଞାନ କ୍ଷେତ୍ରରେ ଜ୍ଞାନର ଅଭାବ ନାହିଁ। ବର୍ତ୍ତମାନ ଭଗବାନ କହୁଛନ୍ତି ଯେ ନବମ ଅଧ୍ୟାୟ ସମସ୍ତଙ୍କର ଜ୍ଞାନର ରାଜା ଅଟେ। ବେଦ ବେଦଧ୍ୟୟନ ଏବଂ ବିଭିନ୍ନ ପ୍ରକାର ଦର୍ଶନ ଶାସ୍ତ୍ର ଅଧ୍ୟୟନରୁ ଜ୍ଞାନ ପ୍ରାପ୍ତ ହୁଏ। ଏହି ସମୟ ଜ୍ଞାନର ସାର ହେଲା ଗୀତା, ନବମ ଅଧ୍ୟାୟ। ମୁଁ ଆଗରୁ କହିଥିଲି ଯେତେ ବୈଦ୍ୟ ଜ୍ଞାନ ହଉଛି, ଗୀତା ହଉଛି ତାର ସାର। ଗୀତାର ସାର ହଉଛି ସପ୍ତମ ଅଧ୍ୟାୟରୁ 12 ଅଧ୍ୟାୟ। 6 ଅଧ୍ୟାୟ ତାର ସାର ହଉଛି ଏଇ ନବମ ଅଧ୍ୟାୟ। ସେଥିପାଇଁ କହୁଛି ଏଟା ଅତ୍ୟନ୍ତ ଗୁହ୍ୟତମ ଜ୍ଞାନ। କାରଣ ଦିବ୍ୟ ଜ୍ଞାନ ବା ଗୁହ୍ୟତମ ଜ୍ଞାନ ଆତ୍ମା ଶରୀର ମଧ୍ୟରେ ଥିବା ପାର୍ଥକ୍ୟକୁ ନିର୍ଦ୍ଦେଶ କରେ। ହଁ, ଏବଂ ସମସ୍ତ ଗୁପ୍ତ ଜ୍ଞାନ ରାଜା ଭକ୍ତି ଯୋଗରେ ହିଁ ପରିସମାପ୍ତି ଲାଭ କରେ। এটা ଗୁହ୍ୟତମ ଜ୍ଞାନ କୁହାଗଲା। ଆତ୍ମା ଶରୀର ପାର୍ଥକ୍ୟ ନିରୂପଣ କରିକି ସମସ୍ତ ଗୁପ୍ତ ଜ୍ଞାନ ରାଜା ଭକ୍ତି, এটা ହଉଛି ମୂଳ କଥା। ମୁଁ ଦେହ ନୁହଁ, ମୁଁ ଆତ୍ମା ଚିନ୍ମୟ ବସ୍ତୁ, ଏତିକି ଜାଣିଲେ ହବନି। ମୁଁ ଭଗବାନଙ୍କର ଅଂଶ, ଭଗବାନ ନିତ୍ୟ ଦାସ। এইটা ଜାଣିକି ଭକ୍ତି ଯୋଗରେ ନିଯୁକ୍ତ ହବାଟା ହଉଛି ଶ୍ରେଷ୍ଠ କଥା। ସାଧାରଣତଃ ଲୋକମାନେ ଏଇ ଗୁପ୍ତ ଜ୍ଞାନର ଶିକ୍ଷା ଲାଭ କରନ୍ତି ନାହିଁ। ସେମାନେ ବାହ୍ୟ ଜ୍ଞାନ, ଭୌତିକ ଜ୍ଞାନରେ ସବୁବେଳେ ମାତିଥାନ୍ତି। ବାହ୍ୟ ଜ୍ଞାନ ମାନେ ଭୌତିକ ଜଗତର ଜ୍ଞାନ, ଏଇଥିରେ ସମସ୍ତେ ବ୍ୟସ୍ତ। ଭୌତିକ ଜଗତ ଜ୍ଞାନ ଯେତେ ବେଶୀ ଲାଭ କରିପାରିବ, ସେ ଉନ୍ନତ ଶ୍ରେଷ୍ଠ ବୋଲି ପରିଗଣିତ ହବ। ତ ଏଇଟା ସାଧାରଣତଃ ସ୍କୁଲ କଲେଜରେ ଲୋକମାନେ ଯୋଉ ଶିକ୍ଷା ଲାଭ କରନ୍ତି, ସେ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ବିଭାଗ ମାନ ଯଥା ରାଜନୀତି, ସାମାଜିକ ବିଜ୍ଞାନ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ, ଜ୍ୟୋତିଷ, ଇଞ୍ଜିନିୟରିଂ ଆଦି ବିଭାଗ ରହିଛି। ସମଗ୍ର ପୃଥିବୀରେ ଜ୍ଞାନର ଅନେକ ବିଭାଗ, ଅନେକ ବିରାଟ ବିଶ୍ୱବିଦ୍ୟାଳୟ ଅଛି। ଦୁର୍ଭାଗ୍ୟବଶତଃ ଏପରି ବିଶ୍ୱବିଦ୍ୟାଳୟ ବା ଶିକ୍ଷାନୁଷ୍ଠାନ ନାହିଁ ଯେଉଁଠାରେ ଏହି ଅଧ୍ୟାତ୍ମ ବିଦ୍ୟା ବା ଆତ୍ମବିଜ୍ଞାନ ଶିକ୍ଷା ଦିଆଯାଉଛି। ଆତ୍ମା ଏ ଶରୀରର ଅତ୍ୟନ୍ତ ଦରକାରୀ ଭାଗ ଅଟେ। ତ ପ୍ରଭୁପାଦ କ୍ଷୋଭ କରି କହୁଛନ୍ତି ଯେ ବିଭିନ୍ନ ପ୍ରକାର ଜ୍ଞାନ ଦିଆ ହଉଛି, କିନ୍ତୁ ଏଇ ଆଧ୍ୟାତ୍ମିକ ବିଦ୍ୟା, ଆତ୍ମବିଜ୍ଞାନ ଦିଆ ହଉନି। ସେଥିପାଇଁ ଆମେ ପରିକଳ୍ପନା କରିଛୁ ଗୋଟେ ଗୀତା କଲେଜ କରିବୁ। ଯୋଉ ଗୀତା କଲେଜରେ ଏ ଆଧ୍ୟାତ୍ମିକ ବିଦ୍ୟା,
ଆତ୍ମବିଜ୍ଞାନ ସମ୍ପର୍କରେ ଶିକ୍ଷା ଲୋକମାନେ ଶିକ୍ଷା ପାଇବେ। ଅବଶ୍ୟ ଇସ୍କନଟା ହିଁ ସେ ବିଦ୍ୟାଳୟ। ପ୍ରଭୁପାଦ ନିଜେ କହିଛନ୍ତି এই ଇସ୍କନ ଆନ୍ତର୍ଜାତିକ କୃଷ୍ଣ ଭଗବତ ସଂଘ ଏଠା ମଠ ମନ୍ଦିର ଆଶ୍ରମ ନୁହଁ, এটা হচ্ছে ଗୋଟେ ଏଜୁକେଶନାଲ ଇନଷ୍ଟିଟ୍ୟୁସନ। ହଁ, এটা হচ্ছে ଶିକ୍ଷା ପ୍ରତିଷ୍ଠାନ, ପ୍ରଶିକ୍ଷଣ କେନ୍ଦ୍ର। এটা হচ্ছে ଗୋଟେ ପ୍ରଶିକ୍ଷଣ କେନ୍ଦ୍ର। ଆତ୍ମା ଏ ଶରୀରର ଅତ୍ୟନ୍ତ ଦରକାରୀ ଭାଗ, ଗୁରୁତ୍ୱପୂର୍ଣ୍ଣ ଆତ୍ମା। ଆତ୍ମାର ଅନୁପସ୍ଥିତିରେ ଶରୀର କୌଣସି ମୂଲ୍ୟ ନାହିଁ। ଆତ୍ମା ଚଲିଗଲେ ଶରୀର ଶେଷ। ତଥାପି ଲୋକମାନେ ଶାରୀରିକ ଆବଶ୍ୟକତା ଉପରେ ଅତ୍ୟନ୍ତ ଗୁରୁତ୍ୱ ଆରୋପ କରୁଛନ୍ତି। ସେମାନେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆତ୍ମା ଉପରେ ଗୁରୁତ୍ୱ ଆରୋପ କରୁନାହାନ୍ତି। এটা হচ্ছে ତାଙ୍କର ମୂର୍ଖାମି, ବଡ ଦୁଃଖର ବିଷୟ, ଦୁର୍ଭାଗ୍ୟର ବିଷୟ। ପ୍ରଭୁପାଦ ଏହାର ଦୃଷ୍ଟାନ୍ତ ଦେଇ କହୁଛନ୍ତି ଏଇ ଶରୀରଟା ହଉଛି ଗୋଟେ ପଞ୍ଜୁରୀ ଭଳିଆ ଖାଞ୍ଚା, ପଞ୍ଜୁରୀ। ଆତ୍ମା ହଉଛି ପଞ୍ଜୁରୀ ଭିତରେ ଥିବା ଗୋଟେ ପକ୍ଷୀ ସହ ତୁଳନା କରାଯାଇଛି। ଶାରୀ, ଶୁକ ଶାରୀ ପକ୍ଷୀ। ତ କେତେ କି ଯଦି ଏଇ ଶରୀରଟାକୁ ଖାଞ୍ଚା ରୂପ ସେଟାକୁ ସୁନ୍ଦର ପରିଷ୍କାର ପରିଚ୍ଛନ୍ନ କରୁଛି, କିନ୍ତୁ ଯୋଉ ପକ୍ଷୀଟା ବସି ଅଛି, ପକ୍ଷୀଟା ଖାଇବାକୁ ଦବନି, ତାକୁ ଦେଖାଶୁଣା କରିବନି, ଏ ଛଟପଟ କରିବ। ତ ଆମ ଜଗତରେ ସେ ଅବସ୍ଥା ହେଇଛି। ଜଗତ ଲୋକମାନେ ନିଜର ସ୍ୱରୂପ ଆତ୍ମାକୁ ବୁଝୁନାହାନ୍ତି। ଯୋଉ ଆତ୍ମା ଏଇ ଶରୀର ରୂପକ ପଞ୍ଜୁରୀ ଭିତରେ ବନ୍ଦ ହେଇକି ବସିଛି, ଆଉ ପଞ୍ଜୁରୀଟାର ଖୁବ ଯତ୍ନ ନେଉଛନ୍ତି, ଆତ୍ମାର ଯତ୍ନ ନେଉନାହାନ୍ତି। ସେଥିପାଇଁ କୌଣସି ବ୍ୟକ୍ତି ଜଗତରେ ଆନନ୍ଦ ପାଇବ ନାହିଁ। କାହିଁକି ନା ଆମେ ଯଦି ପଞ୍ଜୁରୀକି ଭଲ କରି ପରିଷ୍କାର କରିବା, ପକ୍ଷୀକି ଖାଇବାକୁ ନଦେବା, ନ ଦେଖିବା, ତାହେଲେ ସେ ପକ୍ଷୀ କେବେ ହେଲେ ଶାନ୍ତିରେ ରହିପାରିବ ନାହିଁ। ବିଶେଷ ଦ୍ୱିତୀୟ ଅଧ୍ୟାୟ ଠାରୁ ଭଗବତ ଗୀତା ଆତ୍ମା ଉପରେ ଅଧିକ ଗୁରୁତ୍ୱ ଆରୋପ କରି ଆସୁଛି। ଦ୍ୱିତୀୟ ଅଧ୍ୟାୟର ଆରମ୍ଭ ହେଲା ଆତ୍ମଜ୍ଞାନ। ଆତ୍ମାର ସମ୍ପର୍କ ଭଗବାନ ବିଭିନ୍ନ କଥା ଦ୍ୱିତୀୟ ଅଧ୍ୟାୟରେ କହିଲେ। ପ୍ରାରମ୍ଭରେ ଭଗବାନ କହିଛନ୍ତି ଏ ଶରୀର ହଉଛି ବିନାଶଶୀଳ, କିନ୍ତୁ ଆତ୍ମା ବିନାଶଶୀଳ ନୁହେଁ। ଏହା ହଉଛି ଜ୍ଞାନର ଏକ ଗୁହ୍ୟ ଅଂଶ। କେବଳ ଏତିକି ଜାଣିଲେ ଆତ୍ମା ଶରୀରଠାରୁ ଭିନ୍ନ ଏବଂ ଏହାର ପ୍ରକୃତି ଅପରିବର୍ତ୍ତନୀୟ, ଅବ୍ୟୟ, ଶାଶ୍ୱତ, ଏଇ ଜ୍ଞାନର ଏକ ଗୁପ୍ତ ଅଂଶ ଜଣାଗଲା ବୋଲି ବୁଝିବାକୁ ହେବ। ମୁଁ କହିଥିଲି ନା, ଗୁପ୍ତ, ଗୁପ୍ତତର, ଗୁପ୍ତତମ ଜ୍ଞାନ ଦିଆହେଇଛି। ତ ପ୍ରଭୁପାଦ ଦ୍ୱିତୀୟ ଅଧ୍ୟାୟରେ ଏଇ ଆତ୍ମଜ୍ଞାନ ଦିଆଗଲା, এটা ହଉଛି ଗୁପ୍ତ ଜ୍ଞାନ। ତ କିନ୍ତୁ ଏହା ଆତ୍ମ ସମ୍ପର୍କ ସ୍ପଷ୍ଟ ବିବରଣ ପ୍ରଦାନ କରେ ନାହିଁ। ଯୋଉଟା ମୁଁ ଆଗରୁ କହୁଥିଲି, ଆତ୍ମା ଶରୀରଠୁ ଭିନ୍ନ, এটা ହଉଛି ଆତ୍ମଜ୍ଞାନ, ଜ୍ଞାନର ଗୋଟେ ଅଂଶ, କିନ୍ତୁ এটা ପୂର୍ଣ୍ଣ ଜ୍ଞାନ ନୁହେଁ। କିନ୍ତୁ ଭଗବାନ କହୁଛନ୍ତି ଆତ୍ମା ସମ୍ବନ୍ଧରେ ସ୍ପଷ୍ଟ ବିବରଣ ପ୍ରଦାନ କରୁନି। ତେଣୁ କହିବା ଆତ୍ମା ଶରୀର ପାର୍ଥକ୍ୟଟା ଜାଣିବା ଯଥେଷ୍ଟ ନୁହଁ। ବେଳେ ବେଳେ ଲୋକମାନେ এই ଧାରଣା ବଶବର୍ତ୍ତୀ ହୁଅନ୍ତି ଯେ ଆତ୍ମା ଶରୀରଠାରୁ ଭିନ୍ନ। ଯେତେବେଳେ ଶରୀର ନଷ୍ଟ ହୋଇଯାଏ କିମ୍ବା ବ୍ୟକ୍ତି ଯେତେବେଳେ ଶାରୀରିକ ବନ୍ଧନରୁ ମୁକ୍ତ ହୋଇଯାଏ, ସେତେବେଳେ ଆତ୍ମା ନିର୍ବିଶେଷ ଶୂନ୍ୟ ଭାବରେ ରହିଯାଏ। ଅର୍ଥାତ୍ ଆତ୍ମା ପରମାତ୍ମା ସହ ମିଶିକି ଲୀନ ହେଇଯାଏ, ଏକ ହେଇଯାଏ। ତାକୁ କୁହାହେଲା ନିର୍ଭେଦ ବ୍ରହ୍ମ ଜ୍ଞାନ। এইটা ହେଇଯାଏ ସମସ୍ୟାଟା। এই ସମସ୍ୟାଟା ରହିଛି, କିନ୍ତୁ ବାସ୍ତବରେ କଥାଟା ତା ନୁହଁ। ଆତ୍ମା ଯାଇକି ନିରାକାରରେ ମିଶିଯିବ ତା ନୁହଁ। ଯୋଉ ଆତ୍ମା ଜଡ ଶରୀର ମଧ୍ୟରେ ପ୍ରବେଶ କରି ଏହାକୁ ଏତେ ବଡ କର୍ମଠ କରାଏ, ଏହା କିପରି କଥା ଯେ ଏହା ଶରୀରରୁ ମୁକ୍ତ ହେଲା ମାତ୍ରେ ନିଷ୍କ୍ରିୟ ହେଇଯିବ? ସମ୍ଭବ ନାହିଁ। ଏଇ ଆତ୍ମା ସବୁ ସମୟରେ କ୍ରିୟାଶୀଳ। ଯଦି ଏହା ଶାଶ୍ୱତ, ତେବେ ଏହା ଶାଶ୍ୱତ ଭାବେ ସକ୍ରିୟ। ଆଧ୍ୟାତ୍ମିକ ରାଜ୍ୟରେ ଏହାର କାର୍ଯ୍ୟକଳାପ ରହିବ। ଭଗବତ ଧାମରେ ଗଲେ ସେ ନିଷ୍କ୍ରିୟ ହେଇଯିବ, ଏକ ହେଇଯିବ ନୁହଁ, ସତ୍ତାକୁ ହରି ପକାଇବ ତା ନୁହଁ, ସେଠି ସକ୍ରିୟ ରହିବ। ଆତ୍ମଜ୍ଞାନର ଅତ୍ୟନ୍ତ ଗୁହ୍ୟତମ ଅଂଶ ହଉଛି, ଆତ୍ମଜ୍ଞାନର ଅତ୍ୟନ୍ତ ଗୁହ୍ୟତମ ଅଂଶ ଅଟେ। ଆତ୍ମଜ୍ଞାନର ଅତ୍ୟନ୍ତ ଗୃହତମ ଅଂଶ ଅଟେ। ତେଣୁ ଆତ୍ମାରେ କାର୍ଯ୍ୟକଳାପ ଗୁଡିକୁ
ଏଠାରେ ରାଜବିଦ୍ୟା ବା ଅତ୍ୟନ୍ତ ଗୁହ୍ୟତମ ଜ୍ଞାନ ବୋଲି କୁହାଯାଉଛି। শুধୁ ଆତ୍ମା ଦେହଠାରୁ ଭିନ୍ନ ବୁଝିଲେ ହବନି, ଭଗବାନଙ୍କ ସେବା ପର୍ଯ୍ୟନ୍ତ ପହଞ୍ଚିବାକୁ ପଡିବ। ଭଗବତ ସେବା, ଭଗବତ ଧାମ, ସେଟା ହଉଛି କଣ ନା ଗୁହ୍ୟତମ ଜ୍ଞାନ ବୋଲି ବର୍ଣ୍ଣନା କରାହଉଛି। ଠିକ ଅଛି। ଆଜି ଏଇ ତାৎପର୍ଯ୍ୟଟା ବହୁତ, 3-4 ପୃଷ୍ଠା ହବ, ମାନେ ଅନେକ ବଡ। ଏଟା ଗୋଟେ ଦିନ ଶେଷ କରି ହବନି। ଆଜି ଏଇଟା ମୁଁ କହିଲି, ମନେ ରଖିବେ ଯେପର୍ଯ୍ୟନ୍ତ ପଢା ହେଲା। ହୁଁ। ରାଜବିଦ୍ୟା ଅତ୍ୟନ୍ତ ବୃହତ୍ତମ ଜ୍ଞାନ ବୋଲି କୁହାଯାଇଅଛି। ଆଉ ବୈଦିକ ଶାସ୍ତ୍ର ବର୍ଣ୍ଣନା ଯାଇ ଏଇ ଜ୍ଞାନ ସମସ୍ତ କ୍ରିୟାକଳାପର ବିଶୁଦ୍ଧ ରୂପ ଅଟେ। କାଲିଠୁ ଆମେ ଏଇଟା ପଢିବା। ଠିକ ଅଛି। ବର୍ତ୍ତମାନ ଚୈତନ୍ୟ ଚରିତାମୃତ ପଢିବା।